हेलो फ्रेंड्स, वेलकम टू माय चैनल विज्ञान। फ्रेंड्स, ମୁଁ ଭାବୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। फ्रेंड्स, ଆମର ଟାଇମ୍ ଟେବୁଲ ଅନୁସାରେ ଆମର ଆଜି ଓଡ଼ିଆ ପେଡାଗୋଜିର ଇଭାଲୁଏସନ ର ଯୋଉ MCQ ଅଛି ସେ ବିଷୟରେ ଭିଡିଓ ଅପଲୋଡ କରିବାର ଥିଲା। ତ फ्रेंड्स, ଆଜି ଆମେ 60 ଏଭବ MCQ ଯୋଉଟା କି ଆମର କମ୍ପ୍ଲିଟ ଓଡ଼ିଆ ପେଡାଗୋଜିର ମୂଲ୍ୟାୟନ ଉପରେ ପର୍ଯ୍ୟବେସିତ ସେଇଗୁଡ଼ିକୁ ଆଜି ଆମେ ଆଲୋଚନା କରିବା। ତ फ्रेंड्स, ଆପଣମାନଙ୍କୁ କହି ରଖେ ଏ ଯୋଉ ମୂଲ୍ୟାୟନ କଥା ମୁଁ କହୁଛି ଓଡ଼ିଆ ପେଡାଗୋଜିର ମୂଲ୍ୟାୟନ ଥିଓରି ମୁଁ ଆଗରୁ ଅଲରେଡି ଅପଲୋଡ କରିସାରିଛି। ଏଣ୍ଡ ଆପଣଙ୍କର CDP ର ମୂଲ୍ୟାୟନ ହେଲା କି ଓଡ଼ିଆର ହେଲା କି SST ରେ ହେଲା କି ମ୍ୟାଥମେଟିକ୍ସ ରେ ହେଲା ସବୁର ତ ମୂଲ୍ୟାୟନ ଆବଶ୍ୟକ। ତେଣୁ ସେଥିପାଇଁ ମୁଁ ଇଭାଲୁଏସନ ପାର୍ଟ 1 ଏଣ୍ଡ ପାର୍ଟ 2 ଆପଣମାନଙ୍କୁ ଇଜି ହବ ବୋଲି ଦୁଇଟି ଇଭାଲୁଏସନ ଥିଓରି କ୍ଲାସ ମୁଁ ଅଲରେଡି ଅପଲୋଡ କରିଛି। ସେଥିରେ ଆପଣଙ୍କର ମିନ୍ ମିଡିଆନ ମଡ ହେଲା କି ଆପଣଙ୍କର 4 ପ୍ରକାର ମୂଲ୍ୟାୟନ ହେଲା କି ବିଭିନ୍ନ ପ୍ରକାର ଯୋଉ କ୍ୱେଶ୍ଚନ ଆସୁଛି ଦୀର୍ଘ ଉତ୍ତରମୂଳକ, ସଂକ୍ଷିପ୍ତ ଉତ୍ତରମୂଳକ, ବସ୍ତୁନିଷ୍ଠ, ତ ଏଇଟା ଭିଭିଡଲି ଡିସ୍କସନ କରାହେଇଛି। ଯଦି ଆପଣମାନେ ଭାବୁଛନ୍ତି ଆପଣଙ୍କର ଦେଖିବା ଆବଶ୍ୟକ ତାହେଲେ ଆପଣମାନେ ଚାହିଁଲେ ମୋ ଚ୍ୟାନେଲ ଦେଖିପାରିବେ, ନହେଲେ ଯଦି ନ ପାଇବେ ମତେ କମେଣ୍ଟ କଲେ ମୁଁ ଆପଣଙ୍କୁ ଲିଙ୍କ ଦେଇଦେବି। ତ फ्रेंड्स, ଏବେ ଆମେ ଷ୍ଟାର୍ଟ କରିବା। ଶିକ୍ଷା ବ୍ୟବସ୍ଥାର ପ୍ରଚଳିତ ଧାରାରେ ମୂଲ୍ୟାୟନ ଡ୍ୟାଶ ପ୍ରକାରର ହୋଇଥାଏ। ମୂଲ୍ୟାୟନଟା କେତେ ପ୍ରକାରର ହୋଇଥାଏ? ତ ଆମର ଶିକ୍ଷା ବ୍ୟବସ୍ଥାରେ ଏବେ ଯୋଉ ଆମର ପ୍ରଚଳିତ ଧାରା ଚାଲିଛି, ତ ଆପଣଙ୍କର ସାଧାରଣତଃ ମୂଲ୍ୟାୟନ 4 ପ୍ରକାରର। କଣ କଣ? ସାମଗ୍ରିକ ମୂଲ୍ୟାୟନ, ଆପଣଙ୍କର ଗଠନାତ୍ମକ ମୂଲ୍ୟାୟନ, ବ୍ୟବସ୍ଥାନ ମୂଲ୍ୟାୟନ ଏଣ୍ଡ ନିଦାନାତ୍ମକ ମୂଲ୍ୟାୟନ। ତ ଆପଣଙ୍କର ଗଠନାତ୍ମକ ମୂଲ୍ୟାୟନ କୋଉଟା? ଯୋଉଟା ବିଦ୍ୟାଳୟ ସ୍ତରରେ FA1 ଫର୍ମେଟିଭ ଆସେସମେଣ୍ଟ କରୁଛନ୍ତି। ଗୋଟିଏ ପ୍ରସଙ୍ଗ କି 2ଟା ପ୍ରସଙ୍ଗ କି 3ଟି ପ୍ରସଙ୍ଗ ସରିବା ପରେ ଆପଣ ଯୋଉ ପରୀକ୍ଷାଟି କରିଥାନ୍ତି କି ଯୋଉ ଆକଳନଟି କରିଥାନ୍ତି ସେଇଟା ହଉଛି ଆପଣଙ୍କର କଣ? ଗଠନାତ୍ମକ ମୂଲ୍ୟାୟନ। ଏବଂ ଗୋଟିଏ ଶ୍ରେଣୀ ଶେଷରେ କି ଗୋଟିଏ କୋର୍ସର ଶେଷରେ ଯୋଉ ମୂଲ୍ୟାୟନଟି କରାଯାଇଥାଏ, ଯୋଉ ମୂଲ୍ୟାୟନର ପରେ ପିଲାଙ୍କୁ ସାର୍ଟିଫିକେଟ ଦିଆଯାଇଥାଏ, ତ ସେଇଟା ହଉଛି ଆପଣଙ୍କର ସାମଗ୍ରିକ ମୂଲ୍ୟାୟନ। ଏଣ୍ଡ ବ୍ୟବସ୍ଥାନ ମୂଲ୍ୟାୟନ ହଉଛି फ्रेंड्स, ଧରନ୍ତୁ ଆପଣଙ୍କର ପଞ୍ଚମ ଶ୍ରେଣୀରେ ଆପଣଙ୍କର ବିଦ୍ୟାଳୟରେ ପଢୁଥିବା ପିଲାମାନେ ଆପଣଙ୍କର ଆଦର୍ଶ ବିଦ୍ୟାଳୟକୁ ଯିବା ପାଇଁ କିମ୍ବା ନବୋଦୟ ବିଦ୍ୟାଳୟକୁ ଯିବା ପାଇଁ ସେମାନେ ସମସ୍ତେ ଏଣ୍ଟ୍ରାନ୍ସ ଦିଅନ୍ତି କି ନାହିଁ? ତ ଏଇଟା ହଉଛି ଆପଣଙ୍କର ହେଲା ବ୍ୟବସ୍ଥାନ ମୂଲ୍ୟାୟନ, ଯୋଉଟା ଆପଣଙ୍କର ପ୍ଲେସମେଣ୍ଟ ଇଭାଲୁଏସନ। ତ ପିଲାମାନେ ଗୋଟିଏ ଶ୍ରେଣୀ କୁ ପ୍ରବେଶ କରିବା ପୂର୍ବରୁ ଯୋଉ ମୂଲ୍ୟାୟନଟି ହୋଇଥାଏ ତାଙ୍କ ପାଇଁ, ଏମିତି ବି କ୍ୱେଶ୍ଚନ ଆସେ, ସେଇ ପାଇଁ ମୁଁ କହିଲି ଗୋଟିଏ ଶ୍ରେଣୀକୁ ପ୍ରବେଶ କରିବା ପୂର୍ବରୁ ଯୋଉ ମୂଲ୍ୟାୟନଟି ହୋଇଥାଏ ସେଟା ହଉଛି ଆପଣଙ୍କର ପ୍ଲେସମେଣ୍ଟ ଇଭାଲୁଏସନ ବା ବ୍ୟବସ୍ଥାନ ମୂଲ୍ୟାୟନ। ତାପରେ ରହିଲା ଆପଣଙ୍କର ନିଦାନାତ୍ମକ ମୂଲ୍ୟାୟନ। ଧରନ୍ତୁ ଆପଣ ପିଲାମାନଙ୍କୁ FA1 ରେ ଯୋଉ କ୍ୱେଶ୍ଚନ ଦେଇଥିଲେ ଆପଣଙ୍କର କିଛି ପିଲା ଏଚିଭ୍ କରିଗଲେ, କିଛି ପିଲା ଧରନ୍ତୁ ଏଚିଭ୍ କରିପାରିଲେ ନାହିଁ। ତ ତାପରେ ଆପଣ ସେମାନଙ୍କ ପାଇଁ କିଛି ରିମେଡିଆଲ କ୍ଲାସ କରିବେ। ରିମେଡିଆଲ କ୍ଲାସ କରିବା ପରେ ମଧ୍ୟ ଆପଣ ମାନେ ଦେଖିଲେ ଯେ ସେମାନେ ତଥାପି କିଛି ଡେଭଲପ କରିପାରୁ ନାହାନ୍ତି, ତ କଣ ପାଇଁ ସେକେଣ୍ଡ ଥର ମଧ୍ୟ ସେମାନେ ଡେଭଲପ କରିପାରିଲେ ନାହିଁ? ତ ଏଇ ଯୋଉ କାରଣଟି ଜାଣିବା ପାଇଁ, ନିର୍ଦ୍ଦିଷ୍ଟ ତ୍ରୁଟି ଗୁଡିକର ସମ୍ଭାବ୍ୟ କାରଣ ଜାଣିବା ପାଇଁ ଯୋଉ ମୂଲ୍ୟାୟନ କରାଯାଏ ତାକୁ କୁହାଯାଏ ନିଦାନାତ୍ମକ ମୂଲ୍ୟାୟନ। ତ फ्रेंड्स, ଏଇ ଯୋଉ 4ଟି ମୂଲ୍ୟାୟନ ବିଷୟରେ ଆପଣଙ୍କର ନିଶ୍ଚୟ ଜ୍ଞାନ ଆସିଯାଇଥିବ, ଆପଣଙ୍କର କଂକ୍ରିଟ ନଲେଜ ନିଶ୍ଚୟ ଆସିଯାଇଥିବ। ତ फ्रेंड्स, ଏବେ ଆମେ ଦେଖିବା ଆମର ପ୍ରଚଳିତ ଧାରାରେ ବିଦ୍ୟାଳୟରେ 2 ପ୍ରକାର ମୂଲ୍ୟାୟନ ହଉଛି, ଗଠନାତ୍ମକ ଆଉ ସାମଗ୍ରିକ, ଯୋଉଟା 2013 ଆସିଛି। ତ फ्रेंड्स, ଆପଣ ମାନଙ୍କୁ କହି ରଖେ ଯେହେତୁ ଆପଣ ମାନେ ପ୍ରିଭିୟସ ଇୟର କ୍ୱେଶ୍ଚନ ଉପରେ ବେଶୀ ଇମ୍ପୋର୍ଟାନ୍ସ ଦଉଛନ୍ତି, ତ ଏଠି 60 MCQ ରୁ ଅଧିକାଂଶ ମୁଁ ପ୍ରିଭିୟସ ଇୟର କ୍ୱେଶ୍ଚନ ଆଣିଛି ଯୋଉଟା କି ଆପଣ ମାନଙ୍କୁ ଭଲ ଲାଗିପାରେ। କେଉଁଟି ସାମଗ୍ରିକ ମୂଲ୍ୟାୟନ ନୁହେଁ? 2013 ରେ ଆସିଛି। ସାମଗ୍ରିକ ମୂଲ୍ୟାୟନ ନୁହେଁ କହିଲା ଜ୍ଞାନାତ୍ମକ, ଅଭିବ୍ୟକ୍ତି, ବୋଧାତ୍ମକ, ପ୍ରବୀଣତା, ପ୍ରଫିସିଏନ୍ସି ଟେଷ୍ଟ। ଏ ଯୋଉ ପ୍ରବୀଣତା ସେଇଟା ହଉଛି ଆପଣଙ୍କର ସାମଗ୍ରିକ ମୂଲ୍ୟାୟନ ନୁହେଁ। ସୂର୍ଯ୍ୟଙ୍କର 3ଟି ପ୍ରତିଶବ୍ଦ ଲେଖି ବାକ୍ୟରେ ବ୍ୟବହାର କର। ଏହା କେଉଁ ପ୍ରକାର ପ୍ରଶ୍ନ? ସୂର୍ଯ୍ୟଙ୍କର 3ଟି ପ୍ରତିଶବ୍ଦ ଲେଖିବେ, ତାକୁ ବାକ୍ୟରେ ବ୍ୟବହାର କରିବେ। 2013 ରେ ଆସିଛି। ପୁନଃ ସଜ୍ଜୀକରଣ
ନିର୍ଦ୍ଦିଷ୍ଟ ଉତ୍ତରମୂଳକ, ସଂକ୍ଷିପ୍ତ ଉତ୍ତରମୂଳକ, ସତ୍ୟାସତ୍ୟ। ତ ସୂର୍ଯ୍ୟଙ୍କର 3ଟି ପ୍ରତିଶବ୍ଦ ଲେଖି ବାକ୍ୟରେ ବ୍ୟବହାର କରିବେ ସଂକ୍ଷିପ୍ତ ଉତ୍ତରମୂଳକ। ତାପରେ ଫ୍ରେଣ୍ଡସ୍ ଦେଖିବା 2ଟି ସ୍ତମ୍ଭ ବା ବିଭାଗରେ ଦିଆଯାଇଥିବା ଶବ୍ଦପୁଞ୍ଜ ମଧ୍ୟରେ ସମ୍ପର୍କ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରଶ୍ନଟି ନିମ୍ନୋକ୍ତ ମଧ୍ୟରୁ କେଉଁ ବିଭାଗ ଅନ୍ତର୍ଭୁକ୍ତ? ତ ଷ୍ଟାର୍ଟ। 2ଟି ସ୍ତମ୍ଭ ବା ବିଭାଗ ଦିଆଯାଇଛି, ତ ଏଇଟା ଆପଣଙ୍କର କୋଉଟା ହବ ଫ୍ରେଣ୍ଡସ୍? ଆପଣ ମେଳକ ପ୍ରଶ୍ନ। ତାପରେ ଦେଖିବା କେଉଁଟି ବସ୍ତୁନିଷ୍ଠ ବା ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନ ଅନ୍ତର୍ଗତ ନୁହେଁ କହିଲା ଫ୍ରେଣ୍ଡସ୍, ନୁହେଁ। ନିର୍ଦ୍ଦିଷ୍ଟ ଉତ୍ତର ଆସୁଥିବ 2012ରେ ଆସିଛି ମେଳକ ପ୍ରଶ୍ନ, କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ, ସତ୍ୟାସତ୍ୟ ପ୍ରଶ୍ନ, ଶୂନ୍ୟ ସ୍ଥାନ ପୂରଣମୂଳକ ପ୍ରଶ୍ନ। ତ ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନ ଅନ୍ତର୍ଗତ ନୁହେଁ ହଉଛି କୋଉଟା? କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ। କେଉଁଟି ନିରନ୍ତର ମୂଲ୍ୟାୟନ ସହ ସମ୍ପର୍କିତ? ନିରନ୍ତର ହଉଥିବ ଯୋଉଟା ଯେତେବେଳେ ମୁଁ ଆପଣମାନଙ୍କୁ କହିଥିଲି ଯୋଉଟା CCE କଣ୍ଟିନ୍ୟୁଅସ୍ କମ୍ପ୍ରେହେନ୍ସିଭ୍ ଇଭାଲୁଏସନ ସେଇଠି ମୁଁ ଆଲୋଚନା କରିଥିଲି, ଏଇଟା 2015ରେ ଆସିଛି। ତ କୃତି ପରୀକ୍ଷା, ବାର୍ଷିକ ପରୀକ୍ଷା, ଧାରାବାହିକ ପ୍ରବୀଣତା ଆପଣଙ୍କର ନିରନ୍ତର ଧାରାବାହିକ ପରୀକ୍ଷା। ବହୁଭାଷୀ ଶିକ୍ଷାର୍ଥୀଙ୍କ ଭାଷାଗତ ସମସ୍ୟା ଦୂର କରିବା ପାଇଁ କେଉଁଟି ଉଚିତ ପଦକ୍ଷେପ? ତ ଫ୍ରେଣ୍ଡସ୍ ଆପଣ ମାନଙ୍କୁ କହି ରଖେ ଯେହେତୁ ଏଗୁଡିକ ଆଗରୁ ମୁଁ ବହୁତ ଥର ଆଲୋଚନା କରିଛି, ତ ସେଥିପାଇଁ ଏଇଟା ହଉଛି ଆପଣଙ୍କର କମ୍ପ୍ଲିଟ ଗୋଟେ ମକ୍ ଟେଷ୍ଟ। ଆପଣ ମାନେ ନିଜେ ନିଜେ ମୋ ପୂର୍ବରୁ ଆନ୍ସର ଦିଅନ୍ତୁ, ଦେଖନ୍ତୁ ଆପଣ କେତେ ମାର୍କ ରଖୁଛନ୍ତି। 2015ରେ ଏଇଟା ଆସିଛି ବହୁଭାଷୀ ଶିକ୍ଷାର୍ଥୀଙ୍କ ଭାଷାଗତ ସମସ୍ୟା ଦୂର ହବ। ଘରର ଭାଷା ଉପରେ ଗୁରୁତ୍ୱ ଦେଲେ, ମାନକ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତି, ମାନକ ଭାଷା ଉପରେ ଗୁରୁତ୍ୱ, ପୁସ୍ତକର ଭାଷା ଉପରେ ଗୁରୁତ୍ୱ, ଘରର ଭାଷା ଉପରେ ଗୁରୁତ୍ୱ। ଜଳର 3ଟି ପ୍ରତିଶବ୍ଦ ଲେଖି ବାକ୍ୟରେ ବ୍ୟବହାର କର। ଏହା ନିମ୍ନୋକ୍ତ ମଧ୍ୟରୁ କେଉଁ ପ୍ରକାରର ପ୍ରଶ୍ନ? 2013ରେ ଆସିଛି। ତ ଫ୍ରେଣ୍ଡସ୍ ଆପଣଙ୍କର ମେଳକ ପ୍ରଶ୍ନ, ଚୟନମୂଳକ ପ୍ରଶ୍ନ, ଅଭିବ୍ୟକ୍ତିମୂଳକ ପ୍ରଶ୍ନ, ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନ, ଅଭିବ୍ୟକ୍ତିମୂଳକ ପ୍ରଶ୍ନ। ଦେନ୍ ଫ୍ରେଣ୍ଡସ୍ ଦେଖିବା ନିମ୍ନରେ ଦିଆଯାଇଥିବା ପ୍ରଶ୍ନ ଗୁଡିକ ମଧ୍ୟରୁ କେଉଁଟି ବୋଧାତ୍ମକ ପ୍ରଶ୍ନ? 2014ରେ ଆସିଛି। ତ ଏଇଠି ମୁଁ ଆପଣ ମାନଙ୍କୁ କହି ରଖେ ଆପଣ ମାନଙ୍କୁ ଯେତେବେଳେ ଏ ଯୋଉ ଜ୍ଞାନ ବୋଧ କଥା କହିଲା, ତ ଜ୍ଞାନ ଯୋଉଟା ଆପଣଙ୍କର ଆନ୍ସର ଡାଇରେକ୍ଟ ଆପଣଙ୍କର ନଲେଜ ବେସ୍ଡ, ଆପଣଙ୍କର ପୂର୍ବ ଜ୍ଞାନ ଆଧାରିତ ଡାଇରେକ୍ଟ କ୍ୱେଶ୍ଚନ କଣ, କେତେବେଳେ, ତ ଏଇ ଟାଇପରେ ଯେତେବେଳେ ଡାଇରେକ୍ଟ ଆନ୍ସର ଆପଣ ଡାଇରେକ୍ଟ କ୍ୱେଶ୍ଚନ ପଚାରୁଥିବ ସେଇଟା ହଉଛି ଆପଣଙ୍କର ଜ୍ଞାନ। ବୋଧ କୋଉଠି ହବ? ଯେତେବେଳେ କାହିଁକି, କିପରି, କାରଣ ଦର୍ଶାଅ, ଏଇଟା ହଉଛି ଆପଣଙ୍କର ବୋଧାତ୍ମକ ପ୍ରଶ୍ନ। ତ ଆପଣ କଣ, କେତେବେଳେ ଯୋଉଠି ଆପଣ ପାଇବେ ଏଇ ଟାଇପର କ୍ୱେଶ୍ଚନ ସେଇଠି ହେଇଯିବ ଆପଣଙ୍କର କଣ? ଜ୍ଞାନ। ତ ଆପଣଙ୍କର ବୃକ୍ଷଲତା ଆମର କାହିଁକି ଦରକାର, କାହିଁକି ଅଛି କି ନାହିଁ, ତ ଆପଣଙ୍କର ଏଇଟା ହେଲା ବୋଧାତ୍ମକ ପ୍ରଶ୍ନ। କେଉଁ ଉକ୍ତିଟି ଏକ ଉତ୍ତମ ପ୍ରଶ୍ନପତ୍ରର ଲକ୍ଷଣ ରୂପେ ଗ୍ରାହ୍ୟ? 2014ରେ ଆସିଛି। ପ୍ରଶ୍ନ ଗୁଡିକ ନିର୍ଦ୍ଦିଷ୍ଟ ଉତ୍ତରମୂଳକ ତଥା ସନ୍ତୁଳିତ ହେଇଥିବେ। ପ୍ରଶ୍ନ ଗୁଡିକ ଏକାଧିକ ଉତ୍ତରମୂଳକ ହବ। ପ୍ରଶ୍ନ ଗୁଡିକ ଏକାଧିକ ଉତ୍ତରମୂଳକ ହେଲେ ପିଲାମାନେ ଠିକ ସେ ଉତ୍ତର ଦେଇପାରିବେନି କି ପ୍ରଶ୍ନ ଉତ୍ତର ଖାତା ବି ଆପଣ ଭଲସେ ଦେଖିପାରିବେନି। ପ୍ରଶ୍ନ ଗୁଡିକ ଆନୁମାନିକ ଉତ୍ତରମୂଳକ ହେବା ଦରକାର। ପ୍ରଶ୍ନ ଗୁଡିକ ବିଷୟ ଭିତ୍ତିକ ଅତି ଜଟିଳ ହେବା ଦରକାର। ତ ଆପଣଙ୍କର ଆନ୍ସର ହେଲା କୋଉଟା? ପ୍ରଶ୍ନ ଗୁଡିକ ନିର୍ଦ୍ଦିଷ୍ଟ ଉତ୍ତରମୂଳକ ତଥା ସନ୍ତୁଳିତ ହୋଇଥିବା ଦରକାର। ଦୀର୍ଘ ଉତ୍ତରମୂଳକ ପ୍ରଶ୍ନର ମୂଲ୍ୟାୟନ ଭିନ୍ନ ଭିନ୍ନ ପରୀକ୍ଷକଙ୍କ ଦ୍ୱାରା ଭିନ୍ନ ଭିନ୍ନ ହୋଇଥାଏ। କେଉଁଟି ଏହାର ମୁଖ୍ୟ କାରଣ? 2016ରେ ଆସିଛି। ଦୀର୍ଘ ଉତ୍ତରମୂଳକ ପ୍ରଶ୍ନର ମୂଲ୍ୟାୟନ ଦେଖନ୍ତୁ ଫ୍ରେଣ୍ଡସ୍, ଆପଣଙ୍କର ଯେତେବେଳେ ନିର୍ଦ୍ଦିଷ୍ଟ ଉତ୍ତରମୂଳକ କି ବସ୍ତୁନିଷ୍ଠ ଆସୁଛି ସେତେବେଳେ ଉତ୍ତର ଆପଣଙ୍କର ନିର୍ଦ୍ଦିଷ୍ଟ ରହୁଛି, ତ ପରୀକ୍ଷକ ଭିନ୍ନ ଭିନ୍ନ ହେଲେ ମଧ୍ୟ ଆପଣଙ୍କର ମାର୍କରେ କିଛି ଭିନ୍ନତା ଆସିବ ନାହିଁ। କିନ୍ତୁ ଦୀର୍ଘ ଉତ୍ତରମୂଳକ ହେଲେ ଯେହେତୁ ଆପଣଙ୍କର ଇଣ୍ଡିଭିଜୁଆଲ ଡିଫରେନ୍ସ ରହୁଛି, ବ୍ୟକ୍ତିଗତ ତାରତମ୍ୟ ରହୁଛି, ତ ସେଇ ଅନୁସାରେ ଉତ୍ତରର ମଧ୍ୟ ତାରତମ୍ୟ
आसी थाए। तो सेतिपाई पिलामानंकर मार्क रखिबारे मध्य भिन्न भिन्न हेइथाए। शिक्षक माने मध्य भिन्न भिन्न थिबारु एटा होची पार्थक्य देखा जाए। तो एहार कारण एबे कोन देखिबा, उत्तरर दीर्घता, व्यक्तिनिष्ठता, उत्तरर तारतम्य, आपणकर विविध शैक्षिक उद्देश्यर परिमाप, व्यक्तिनिष्ठता। वायुर 5टी प्रतिशब्द लेखिबाकू कुहागला। एहा केउ प्रकार प्रश्नर अंतर्गत 2016 रे आसीची। वायुर 5टी प्रतिशब्द, क्षुद्र उत्तरमूलक, निर्दिष्ट उत्तरमूलक, संक्षिप्त उत्तरमूलक, निर्वाचनमूलक। निर्दिष्ट उत्तरमूलक। तापरे देखिबा, एक सुषम पत्र प्रस्तुत बेले शिक्षक केउ दिग प्रति अधिक दृष्टि देबा आवश्यक। 2016 सेकेंड एग्जाम रे आसीची। सुषम प्रश्न पत्र प्रस्तुति कथा कहिला। प्रश्न पत्र रे एक निर्दिष्ट विषय रु प्रश्न संयुक्त रहिबो। प्रश्न पत्रटिरे केवल दीर्घ उत्तरमूलक प्रश्न हेबो। प्रश्न पत्रटिरे केवल विषय भित्तिक प्रश्न रहिबो। प्रश्न पत्रटी प्रश्न पत्र रे एक नक्शा अनुसार प्रस्तुत करा जिवो। निर्दिष्ट उत्तरमूलक प्रश्न तैयारी करिबा पई केउटी उपयुक्त नुहे। 2016 सेकेंड रे आसीची। तो आपणकर कोउटा हबो, प्रश्न गुड़िक शैक्षिक उद्देश्य को भित्ति करी प्रस्तुत करा जिवो। प्रश्नर निर्देश गुड़िक परिष्कार और सरल भाषा रे लेखा जिवो। प्रश्नर अजथा आपणकर बागाडंबर न रहिबा। उत्तर रे प्रत्येक परीक्षक मतामत भिन्न हेबा। तो आपणकर एठी प्रश्न आपनको क्वेश्चन पचारची नुहे, तो सेति पई आपणकर हैला आंसर डी। तम हस्ताक्षर लिखन केउटी लक्षण नुहे कहला फ्रेंड्स। 2017 रे आसीची नुहे कहला। अक्षर गुडी को निर्भुल भाबे लेखिबा, एटा तो आपणकर लक्षण अछि। अक्षरर आकार समान रखिबा, एटा भी ठीक अछि। गोल गोल लेखिबा, एटा भी ठीक अछि। शब्द शब्द मध्यरे व्यवधान न रखिबा, एटा होची लक्षण नुहे। ठीक बनान थिबा शब्द चारिपटे गोल बुलावे को कुहाइछि। एटा केउ प्रकार प्रश्न 2021 रे आसीछि। भेरी भेरी इंपोर्टेंट अछि। वर्गीकरण, क्षुद्र उत्तरमूलक, उत्तर मननयन, दृष्टांतमूलक। तो ठीक बनान थिबा शब्द चारिपटे गोल बुलेबे। तो आपण पिला केमिति करिवो, उत्तर को मननयन करिकि ही गोल बुलेबो कि नाही, तो उत्तर मननयन मूलक। केउ मूल्यांकन पाठ्यक्रम सहित निबिड़ भावे संपृक्त, से 2021 रे आसीची। तो आपणकर प्रवीणता, पोर्टफोलियो, समन्वयी, उपलब्धि परीक्षण। तो आपणकर पाठ्यक्रम सह जड़ित उपलब्धि परीक्षण। समुद्र रे बुड़ीबा जहार वृत्ति तांकु डेस कहा जाए। समुद्र रे बुड़ीबा 2017 रे आसीची। एटा को टाइप रो प्रश्न हला, वस्तुनिष्ठ, अभिव्यक्ति, दृष्टांत, चयन। तो एटा होची वस्तुनिष्ठ। तापरे देखिबा फ्रेंड्स, शिक्षा वर्ष शेष रे जे मूल्यांकन करा जाए ताहाकू कोन कहा जाए। शिक्षा वर्ष शेष रे टिके आगुरु मूल्यांकन विषय कहबा बेले कहली कि नाही, 2017 रे आसीची। आपन को गोटे गोटे क्वेश्चन आसुची, पाठ पढ़ेबा मध्य रे आपन को श्रेणी रे शिक्षादान देउथिबा समय रे सेई पीरियड मध्य रे जे परीक्षा करूचंती ताकू केउ मूल्यांकन कहा जाउची, ताकू सामग्रिक कहा जाउची। आ गोटे गोटे क्वेश्चन आसुची, गोटिए सप्ताह, गोटिए मास, गोटिए पक्ष व्यवधान करा जाउथिबा मूल्यांकन ताकू मध्य सामग्रिक मूल्यांकन कहा जाउची। आ गोटे गोटे आसुची आपणकर अनौपचारिक भाबे छापा प्रश्न न आनिकी जो मूल्यांकन करा जाउची ताकू कोन कहा जाउची, सेई सामग्रिक। अनौपचारिक काहेकि कहला फ्रेंड्स ना, आपण को सरकार कोनोसी डायरेक्ट डेट पब्लिश आपण मानक पई करिवे नाही, छापा प्रश्न देबे नाही। एटा होची कोउठी होची गठनात्मक रे, सेति पई सेटा अनौपचारिक। किंतु सामग्रिक मूल्यांकनटा औपचारिक। काहेकि ना एसे 2टी आपण को डेट रे करिवे, से डेट टी आपण को सरकार स्थिर करिकि देबे। सरकार प्रति विद्यालय को समान प्रश्न छापिकि देबे। तो एटा होची औपचारिक। एमिति मध्य क्वेश्चन आसीबो, औपचारिक को मूल्यांकन, अनौपचारिक को मूल्यांकन। तो आपनकर वर्ष शेष रे हैला सामग्रिक मूल्यांकन। मौखिक साक्षात्कार
କେଉଁ ପ୍ରକାର ପରୀକ୍ଷଣ 2021 ରେ ଆସିଛି। ତ ଫ୍ରେଣ୍ଡସ୍ ସମନ୍ୱୟୀ ଉପଲବ୍ଧି ପ୍ରବୀଣତା ପୋର୍ଟଫୋଲିଓ ଥିଓରି କ୍ଲାସ ରେ କହିଥିଲି ଆପଣଙ୍କୁ ମୌଖିକ ସାକ୍ଷାତକାର ସମନ୍ୱୟୀ ପରୀକ୍ଷଣ। ନୂଆଖାଇ ପର୍ବ କେବେ ପାଳନ କରାଯାଏ? ନୂଆଖାଇ ପର୍ବ କେବେ ପାଳନ କରାଯାଏ ଫ୍ରେଣ୍ଡସ୍? ଆପଣଙ୍କର ଭାଦ୍ରବ ଶୁକ୍ଳ ପଞ୍ଚମୀ, ଭାଦ୍ରବ କୃଷ୍ଣ ପଞ୍ଚମୀ, ଶ୍ରାବଣ ଶୁକ୍ଳ ପଞ୍ଚମୀ, ଶ୍ରାବଣ କୃଷ୍ଣ ପଞ୍ଚମୀ। ତ ଆପଣଙ୍କର ଆନ୍ସର କୋଉଟା ହେଲା? ଭାଦ୍ରବ ଶୁକ୍ଳ ପଞ୍ଚମୀରେ। OTT 2012 ରେ ଆସିଛି। ଅସମ୍ପୃକ୍ତ ଶବ୍ଦଟି ବାଛ। କୋଉଟା ଅଲଗା? 2012 ରେ ଆସିଛି ଅଲରେଡି। ବିର୍ସା ମୁଣ୍ଡା, ଲକ୍ଷ୍ମଣ ନାୟକ, ଧରଣୀଧର, ବିଶୁ ମହାରଣା। ତ ଆପଣଙ୍କର କୋଉଟା ଅଲଗା ହବ? ଆପଣ ମାନେ ସମସ୍ତେ ଜାଣିଛନ୍ତି ଆପଣଙ୍କର ହେଲା ବିଶୁ ମହାରଣା। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅଭୟାରଣ୍ୟ ନୁହେଁ? 2012 ରେ ଆସିଛି। ଭିତରକନିକା, ଶିମିଳିପାଳ, କୁଶାକଠି ସବୁ ଗୁଡିକ ଆପଣଙ୍କର ଅଭୟାରଣ୍ୟ। ନନ୍ଦନକାନନଟି ଅଭୟାରଣ୍ୟ ନୁହେଁ। ଦେନ୍ ଫ୍ରେଣ୍ଡ ଦେଖିବା ଗୋଲାପ, ସପୁରୀ, ଟଗର, ମଲ୍ଲି, କଦଳୀ, ପଣସ, ଚମ୍ପା ଏଗୁଡିକ ମଧ୍ୟରୁ ଫୁଲ ଓ ଫଳର ନାମକୁ ଆପଣ ପିଲାଙ୍କୁ ଅଲଗା କରିକି ଲେଖିବାକୁ ଦେଇଥିବେ। 2013 ସେକେଣ୍ଡରେ ଆସିଛି। ତ ପିଲା ଏଟା ଆପଣ କହିବେ କୋଉ ଟାଇପ ର ପ୍ରଶ୍ନ ଏଟା? ପୁନଃ ସଜ୍ଜୀକରଣ ନା ଆପଣଙ୍କର ସତ୍ୟାସତ୍ୟ ନା ଦୃଷ୍ଟାନ୍ତ ନା ବର୍ଗୀକରଣ? ଆପଣଙ୍କର ଯୋଉଠି ଗୋଟେ ଉଦାହରଣ ଦେଇକି ଧରନ୍ତୁ ଦେଇଥିବ ସମାଜରୁ ସାମାଜିକ ଉଦାହରଣ ଦେଇଥିବ ଆପଣଙ୍କର ପ୍ରାଇମେରୀରେ ସବୁ ଓଡିଆ ବହିରେ ଏଇଟା ଅଛି। ତାପରେ ଗୋଟେ କ୍ୱେଶ୍ଚନ ପଚାରିଥିବ ସେଇଟା ହେଇଯିବ ଦୃଷ୍ଟାନ୍ତ। ପୁନଃ ସଜ୍ଜୀକରଣ ଯୋଉଟା ଆପଣଙ୍କର ଗୋଳମାଳ କରିକି ଦେଇଥିବ ଆପଣ ତାକୁ ସଜ୍ଜୀକରଣ କରିବାକୁ କହିବେ ସେଇଟା ହଉଛି ପୁନଃ ସଜ୍ଜୀକରଣ। ସତ୍ୟାସତ୍ୟ କୋଉଟା? ଆପଣଙ୍କର ଯୋଉଟା ହଉଛି ଟ୍ରୁ ଫଲସ ଯୋଉଟା ଆପଣ କ୍ୱେଶ୍ଚନ ର ସତ୍ୟାସତ୍ୟ ବାହାର କରିବେ। କିନ୍ତୁ ଯେହେତୁ ଆପଣଙ୍କୁ ଫୁଲ ଫଳ ବାଛିକି ଅଲଗା କରିକି ଲେଖିବାକୁ କୁହାଯାଇଛି ସେଇଟା ହବ ଆପଣଙ୍କର କଣ? ଆପଣଙ୍କର ହବ ବର୍ଗୀକରଣ। ବର୍ଗୀକରଣ କରିବାକୁ କୁହାଯାଇଛି। ଠିକ ବନାନ ଥିବା ଶବ୍ଦ ଚାରିପଟେ ଗୋଲ ବୁଲାଇବାକୁ କୁହାଯାଇଥିଲେ ତାହା କେଉଁ ପ୍ରକାର ପ୍ରଶ୍ନ ହବ? 2013 ରେ ଆସିଛି। ଠିକ ବନାନ ଥିବା ଶବ୍ଦ ଚାରିପଟେ ସତ୍ୟାସତ୍ୟ, ଉତ୍ତର ଚୟନ, ପୁନଃ ସଜ୍ଜୀକରଣ, ମେଳକ। ମେଳକ ତ ହଉଛି ଆପଣଙ୍କର ଖସ୍ତମ୍ଭ ଖସ୍ତମ୍ଭ ହେଇଗଲା। ସତ୍ୟାସତ୍ୟ ତ ଆପଣଙ୍କୁ ତାର ସତ୍ୟ ମିଥ୍ୟା ବାହାର କରିବାକୁ ପଡିବ। ପୁନଃ ସଜ୍ଜୀକରଣ ରିଆରେଞ୍ଜମେଣ୍ଟ କରିବେ। ତ ଏଠି ଠିକ ବନାନକୁ ସେ ଉତ୍ତରକୁ ଚୟନ କରୁଛି। ଉତ୍ତର ଚୟନ ମୂଳକ। ଦେନ୍ ଫ୍ରେଣ୍ଡସ୍ ଦେଖିବା କବିତା ଶିକ୍ଷାଦାନରେ କେଉଁଟିକୁ ଅଧିକ ଗୁରୁତ୍ୱ ଦିଆଯାଏ? ଭାଷା, ବର୍ଣ୍ଣନା, ଆବୃତ୍ତି, ସ୍ୱର। 2012 ରେ ଆସିଛି ଆବୃତ୍ତିକୁ। ତ ଫ୍ରେଣ୍ଡ ଦେଖୁଛନ୍ତି ସବୁ ଗୁଡିକ ଆପଣଙ୍କର ପ୍ରିଭିୟସ ଇୟର କ୍ୱେଶ୍ଚନ ରହିଛି। ସେହି ମୋ ପ୍ରିୟ ଜନ୍ମଭୂଇଁ କବିତାଟି ପଢାଇ ସାରି ଶିକ୍ଷକ ପିଲାଙ୍କୁ ନିଜ ଗାଁର ମାନଚିତ୍ର ଅଙ୍କନ କରିବାକୁ କହିବେ। ଏହା ଦ୍ଵାରା ଆପଣଙ୍କର ପିଲାର ଏଇ ଯୋଉ 4ଟି ପଏଣ୍ଟ ଦେଇଛି ସେଟା କୋଉଟା ଡେଭଲପ ହବ? OTT 2012 ରେ ଅଲରେଡି ଆସିଛି। ପିଲାମାନଙ୍କର ଭୌଗୋଳିକ ଜ୍ଞାନ ଅର୍ଜନ ହେବ। ଗାଁର ପ୍ରତ୍ୟେକ ଘରକୁ ମନେ ପକାଇବେ। ଗାଁ ବିଷୟରେ ବାରମ୍ବାର ସ୍ମରଣ କରିବା ଦ୍ଵାରା ଜନ୍ମଭୂମି ପ୍ରତି ମମତ୍ୱବୋଧ ସୃଷ୍ଟି ହବ। ଗାଁର ସୁନାମ ବୃଦ୍ଧି ହେବ। ଯେହେତୁ ଏଟା ଭାଷା ଶିକ୍ଷଣ ଫ୍ରେଣ୍ଡସ୍ ତ ଏଇ ଯୋଉ ମମତ୍ୱବୋଧ ଏଇଟା ହଉଛି ଭାଷାର ଉଦ୍ଦେଶ୍ୟ ମଧ୍ୟରେ ଥାଏ। ତ ଏଇଟା ହଉଛି ଗାଁ ବିଷୟରେ ବାରମ୍ବାର ସ୍ମରଣ କରିବା ଦ୍ଵାରା ମମତ୍ୱବୋଧ ଜନ୍ମଭୂମି ପ୍ରତି ପିଲାଙ୍କର ଆସିବ। ନିମ୍ନ ପ୍ରଦତ୍ତ ପ୍ରଶ୍ନଟି କେଉଁ ପ୍ରକାର ପ୍ରଶ୍ନ? ତ ଏଗୁଡିକ ବହୁତ ଇମ୍ପୋର୍ଟାଣ୍ଟ ରହିଛି। ପୁଣି ଦେଖନ୍ତୁ 2013 ଫାଷ୍ଟରେ ଆସିଛି। ଦେଇଛି ଆପଣଙ୍କର ଫୁଲ ଫଳର ନାଁ ତାକୁ ଅଲଗା କରିକି ଲେଖିବେ। ତ କଣ ହବ? ଆପଣ ମାନଙ୍କୁ ସମସ୍ତଙ୍କୁ ନିଶ୍ଚୟ ଆସିଯିବ। ଏବେ ଟିକେ ଆଗରୁ କହିଲି କି ନାଇଁ ବର୍ଗୀକରଣ। ଦେନ୍ ଫ୍ରେଣ୍ଡସ୍ ଦେଖିବା ନିମ୍ନୋକ୍ତ କେଉଁ ପ୍ରକାର ପ୍ରଶ୍ନରେ ବ୍ୟକ୍ତି ନିଷ୍ଠତା ଦୋଷ ପ୍ରାୟ ରହିଥାଏ? ଆପଣଙ୍କର OTT 2014 ରେ ଆସିଛି। ମେଳକ, ବସ୍ତୁନିଷ୍ଠ, ବହୁ ବିକଳ୍ପ। ତ ମେଳକ, ବସ୍ତୁନିଷ୍ଠ ଆଉ ବହୁ ବିକଳ୍ପରେ ବ୍ୟକ୍ତି ନିଷ୍ଠତା ଆସେନି। ବ୍ୟକ୍ତି ନିଷ୍ଠତା କଣ ନା ଆପଣଙ୍କର ଭିନ୍ନ ଭିନ୍ନ ବ୍ୟକ୍ତି ବା ଭିନ୍ନ ଭିନ୍ନ ଶିକ୍ଷକ ଯେତେବେଳେ ଆପଣଙ୍କର ଖାତାଟିକୁ ଚେକ୍ କରିବେ ମାର୍କ ଦେବେ ସେତେବେଳେ ଆପଣଙ୍କର
मार्क रे तारतम्य देखा जिबा। तो एटी मेलक बहु विकल्प आ वस्तुनिष्ठ एथिरे तो उत्तर समस्तक पई समान रहिछि। जो शिक्षक देखिले भी मार्क से ठीक समान ही आसीबो। किंतु संक्षिप्त उत्तर मूलक हुए तो को पिलार भाषा ज्ञान अधिक थिबो तो कि कहार विषयगत ज्ञान अधिका थिबो कि कहार वर्णना शैली भल थिबो। तो सेठी आपणकर व्यक्तिनिष्ठता रस रही थाए। संक्षिप्त उत्तर मूलक आ दीर्घ उत्तर मूलक व्यक्तिनिष्ठता रुहे। केउ प्रकार मूल्यांकन रे प्रश्न गुड़िक मुख्यतः पाठ्यक्रम बहिर्भूत होता है। पाठ्यक्रम बहिर्भूत ओटीटी 2014 रे आसीछि। उपलब्धि परीक्षण, प्रवीणता परीक्षण, लब्ध ज्ञान परीक्षण, सामग्रिक मूल्यांकन। तो आपणकर प्रवीणता परीक्षण जो कहला एइथिरे पाठ्यक्रम बहिर्भूत हुए। प्रवीणता परीक्षण फ्रेंड्स कोन थियोरी क्लास रे बुझेइथिली आपण मानको। प्रवीणता परीक्षण होची पिलाटी भविष्यत रे कोन हबो, पिलाटी भविष्यत रे डॉक्टर हबो कि इंजीनियर हबो कि तार भाषागत ज्ञान केमिति रहिबो, एई जो मूल्यांकनटा ए जो भविष्यत रे से कोन हबो सेटा होची प्रवीणता परीक्षण। मूल्यांकन हेउची निरंतर प्रक्रिया, विखंडित प्रक्रिया, नियमित प्रक्रिया, उपरोक्त मध्यरो केउटी नहे। मूल्यांकन फ्रेंड्स निरंतर निरंतर प्रक्रिया। केउ प्रश्न द्वारा पिला निजर मन भाव को उपयुक्त भावे प्रकाश करि पारुछि कि नाही परीक्षा करा जाय। केउ प्रश्न द्वारा दीर्घ प्रश्नोत्तर, अभिव्यक्ति मूलक, निर्दिष्ट उत्तर मूलक आउ क्षुद्र उत्तर मूलक। तो मन भाव को से प्रकाश करि पारुछि कि नाही अभिव्यक्ति मूलक। केउ प्रश्नर उत्तर निर्दिष्ट हुए। निर्दिष्ट सेते बेले मो कहउतली कि नाही वस्तुनिष्ठ आउ निर्दिष्ट उत्तर मूलक रे सब बेले उत्तरटा निर्दिष्ट हुए। वस्तुनिष्ठ प्रश्न। उपलब्धि परीक्षण काहा सह जड़ित। उपलब्धि परीक्षण जोटा आपनकर अचीवमेंट टेस्ट। पाठ्यक्रम सह पाठ्यक्रम वास्तव जीवन आपनकर विशेष गुण। तो कोटा पाठ्यक्रम सह जड़ित। मूल्यांकनर मुख्य आयुध कौन कंप्यूटर, कलापट्टा, प्रश्नपत्र, शिक्षक। मूल्यांकनर मुख्य होची प्रश्नपत्र। निम्नोक्त केउ शब्द सह मूल्यांकन जड़ित नुहे। उपलब्धता, पारदर्शिता, प्रतिकारात्मक या सह जड़ित, पातर अंतर जड़ित नुहे। मूल्यांकन सह संपर्कित केउ जुक्तिटी ठीक, केउ जुक्तिटी ठीक। मूल्यांकन शिक्षण सह जड़ित नुहे एटा आपनकर भूल। मूल्यांकन शिक्षणर एक अंश विशेष। मूल्यांकन शिक्षणर एक अंश विशेष एटा होची आपनकर ठीक। तापरे जिबा वाक्य मध्यरे अल्प विराम। को विराम चिन्ह व्यवहार करा जाए अल्प विराम पाई एटा आपण माने समस्ते जानि थिबे। सब बेले आपण माने व्यवहार करूचंती कोमा। कोमा जेपरी विज्ञान रु वैज्ञानिक मु टिके आगु कहउतली विज्ञान रु वैज्ञानिक समाज रु सेमिति कोन हबो एटा को प्रकार प्रश्न मेलक तो हबनी काना क स्तंभ ख स्तंभ पुनः सज्जीकरण रीअरेंजमेंट सत्य सत्य भी हबनी। जेहेतु आपण को दृष्टांत देई देइछि विज्ञान रु वैज्ञानिक तो आपणकर एटा होछि दृष्टांत मूलक प्रश्न। क स्तंभ ख स्तंभ समस्त को एटा आसी जिवो। मेल खाउथिबा शब्द सह जोड़ यह केउ प्रकार प्रश्न एटा होछि गोटे मेलक प्रश्न। मेलक प्रश्न जे तो एठी कोन देइछि दीर्घ उत्तर मूलक, संक्षिप्त उत्तर मूलक, मुक्त उत्तर मूलक, वस्तुनिष्ठ। तो आपणकर एटा हला वस्तुनिष्ठ। तापरे जिबा एकक परीक्षण रे गोटे शिक्षा वर्ष को केतोटी मुख्य एकक रे विभक्त करा जाए। आपण आगुरु थरे मु ए क्लास टी करिथिली आपण कंफ्यूज रहउथिले। ए जो एकक परीक्षण फ्रेंड्स एटा आपणकर गठनात्मक कथा कुहा जाउनी। आपणकर एठी FA1 कथा कुहा जाउनी। एटा होची यूनिट टेस्ट जोटा आगुरु होतुला एकक परीक्षण। तो गोटे शिक्षा वर्ष को तीनोटी मुख्य एकक रे भाग करा जाए। किंतु FA1 टा को आपणकर गोटे वर्ष को चारोटी एकक रे करा जाय कि FA1 FA2 FA3 FA4 हुए। किंतु एबे हमर SA1 पूर्वरु FA1 गोटे, SA2 पूर्वरु FA2 गोटे होउची।
ଗଠନମୂଳକ ମୂଲ୍ୟାୟନ କାହାକୁ କୁହାଯାଏ? ଗୋଟିଏ ପ୍ରସଙ୍ଗର ଆରମ୍ଭରେ ଯେଉଁ ମୂଲ୍ୟାୟନ କରାଯାଏ, ଗୋଟିଏ ପ୍ରସଙ୍ଗର ମଧ୍ୟରେ ଯେଉଁ ମୂଲ୍ୟାୟନ କରାଯାଏ, ଗୋଟିଏ ପ୍ରସଙ୍ଗର ଶେଷରେ ଯେଉଁ ମୂଲ୍ୟାୟନ କରାଯାଏ, ଯେଉଁ ମୂଲ୍ୟାୟନ ବର୍ଷରେ ମଝିରେ କରାଯାଏ। ତ ଫ୍ରେଣ୍ଡସ୍ ଆପଣଙ୍କର ଆନ୍ସର କୋଉଟା ହେଲା? ଗୋଟିଏ ପ୍ରସଙ୍ଗର ଶେଷରେ ଯୋଉ ମୂଲ୍ୟାୟନ କରାଯାଏ। ନିମ୍ନ ଲିଖିତ ପରୀକ୍ଷାରେ କେଉଁ ପ୍ରକାର ପ୍ରଶ୍ନ ରହେ ନାହିଁ? ଲିଖିତ ପରୀକ୍ଷାରେ କେଉଁ ପ୍ରକାର ପ୍ରଶ୍ନ ରହେ ନାହିଁ? ଦୀର୍ଘ ଉତ୍ତରମୂଳକ, ମୌଖିକ, ସଂକ୍ଷିପ୍ତ ଉତ୍ତର, ବସ୍ତୁନିଷ୍ଠ। ଲିଖିତରେ ମୌଖିକ ରହେ ନାହିଁ। ବହୁତ ଇଜି ଅଛି ଏଟା। ସିବେଇ ସାନ୍ତରା କାହିଁକି ଆମର ପରିଚିତ? ଏ ଯୋଉ କାହିଁକି ଲଗେଇକି ଗୋଟେ କ୍ୱେଶ୍ଚନ କଲା, ଏଇଟା ମୁଁ ଟିକେ ଆଗରୁ କହୁଥିଲି ଆପଣ ମାନଙ୍କୁ। ଯୋଉ କାହିଁକି କିପରି ଲାଗିଥିବ ମାନେ ଆପଣ କିଛି ଭାବିବେନି, ସାଙ୍ଗେ ସାଙ୍ଗେ ଲେଖିଦେବେ ବୋଧାତ୍ମକ, ଠିକ ହେଇଯିବ। ତାପରେ ଦେଖିବା, ସିଂହ ଚିହ୍ନିତ ଆସନ ଗୋଟିଏ ଶବ୍ଦରେ ଲେଖିଲେ କଣ ହେବ? ଏହା କି ପ୍ରକାର ପ୍ରଶ୍ନ? ବୋଧ, ଜ୍ଞାନ, ଅଭିବ୍ୟକ୍ତି, ଉପଲବ୍ଧି। ତ ସିଂହ ଚିହ୍ନିତ ଆସନ, ପିଲାକୁ ପ୍ରଶ୍ନ ପଚାରିବେ, ସେ ସାଙ୍ଗେ ସାଙ୍ଗେ ଆନ୍ସର ଦେଇଦବ। ତ ଏଇଟା କୋଉ ଟାଇପ ର ପ୍ରଶ୍ନ? ତା ଜ୍ଞାନରୁ ସିଏ ଦଉଛି, ଜ୍ଞାନରୁ, ଜ୍ଞାନାତ୍ମକ, କିଛି ବି ତାକୁ ଭାବିବାକୁ ପଡୁନି। କେଉଁ ପ୍ରଶ୍ନ ତିଆରି ବେଳେ କିଏ କଣ କେତେବେଳେ, କିଏ କଣ କେତେବେଳେ ଥିବ ମାନେ ଆପଣ ସାଙ୍ଗେ ସାଙ୍ଗେ ଲେଖିବେ ଜ୍ଞାନାତ୍ମକ। କାହିଁକି କିପରି କାରଣ ଦର୍ଶାଅ ଥିବ ମାନେ ଲେଖିବେ ବୋଧାତ୍ମକ। କୌଣସି ପ୍ରସଙ୍ଗର ଆଲୋଚନା ଶେଷରେ ଯେଉଁ ମୂଲ୍ୟାୟନ ହୁଏ ତାକୁ କେଉଁ ମୂଲ୍ୟାୟନ କୁହାଯାଏ? କୌଣସି ପ୍ରସଙ୍ଗର ଶେଷରେ, ଏବେ କହିକି ଗଲି କି ନାହିଁ, ଗଠନମୂଳକ। ଆଭ୍ୟନ୍ତରୀଣ ସୂଚନା ବା ବାହ୍ୟ ଲକ୍ଷଣର ବିଚାର ଅନ୍ତର୍ଭୁକ୍ତ ହୋଇଥିବା ମୂଲ୍ୟ ନିର୍ଦ୍ଧାରଣ ମାନକ ବ୍ୟବହାର କରି କୌଣସି ଜିନିଷର ମୂଲ୍ୟ କିମ୍ବା ପରିମାଣ ନିରୂପଣ କିମ୍ବା ବିଚାର କରିବା। ମୁଁ ସବୁବେଳେ କହିଥାଏ ମତାମତ ଗୁଡିକୁ ଆପଣ ମାନେ ଭଲ ଭାବେ ମନେ ରଖିବେ। ଶିକ୍ଷାବିତ, ମନୋବିଜ୍ଞାନବିତଙ୍କ ନାଁ ମଧ୍ୟ ଭଲ ଭାବେ ମନେ ରଖିବେ। ତ ଆପଣଙ୍କର ସିଭି ଗୁଡ, ଜେମ୍ସ ସ୍ମିଥ, ଜେମ୍ସ ଏମ୍ ବ୍ରାଡଫିଲ୍ଡ ଏଣ୍ଡ ୱିଣ୍ଟରନିଜ। ତ ଆପଣଙ୍କର ଆନ୍ସର ହେଲା ସିଭି ଗୁଡ। ତାପରେ ଯିବା, କେତେକ ସାମାଜିକ, ସାଂସ୍କୃତିକ କିମ୍ବା ବୈଜ୍ଞାନିକ ମାନକ ସହାୟତାରେ ବିଭିନ୍ନ ବ୍ୟକ୍ତି, ବସ୍ତୁ ଓ ଘଟଣାର ଲକ୍ଷଣ ବା ମୂଲ୍ୟର ବର୍ଣ୍ଣନା କରିବା ପାଇଁ ସଂକେତ ପ୍ରଦାନକୁ ମୂଲ୍ୟାୟନ କୁହନ୍ତି। ଏହା କେଉଁ ଶିକ୍ଷାବିତଙ୍କର ମତ? କେଉଁ ଶିକ୍ଷାବିତଙ୍କର ମତ? ଜେମ୍ସ ଏମ୍ ବ୍ରାଡଫିଲ୍ଡ, ଜେମ୍ସ ଏମ୍ ବ୍ରାଡଫିଲ୍ଡ। ଦେନ୍ ଫ୍ରେଣ୍ଡ ଦେଖିବା, ଶିକ୍ଷାଦାନର ଶେଷ ସୋପାନଟି କଣ? ଶିକ୍ଷାଦାନ, ଯେତେବେଳେ ଆପଣ ଶିକ୍ଷାଦାନ ଦବାକୁ ଯାଉଛନ୍ତି ଶ୍ରେଣୀକୁ, ସେତେବେଳେ ଆପଣ କେତୋଟି ଷ୍ଟେଜ ଦେଇକି ଗତି କରନ୍ତି? ଆପଣ 3ଟି ଷ୍ଟେଜ ଦେଇ ଗତି କରନ୍ତି କି ନାହିଁ? ଉପକ୍ରମ, ଉପସ୍ଥାପନ, ମୂଲ୍ୟାୟନ। ତ ଶେଷଟି ହଉଛି ମୂଲ୍ୟାୟନ। ମୂଲ୍ୟାୟନର ପ୍ରଧାନ ଲକ୍ଷ୍ୟ କଣ? ପ୍ରଧାନ ଲକ୍ଷ୍ୟ ଶିକ୍ଷାର୍ଥୀର ଶିକ୍ଷଣ ଉପଲବ୍ଧି ଜାଣିବା, ଶିକ୍ଷାର୍ଥୀର ଶୈକ୍ଷିକ ସ୍ଥାନ ନିର୍ଣ୍ଣୟ କରିବା, ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ଶିକ୍ଷାର୍ଥୀର ସନ୍ତୋଷ ବିଧାନ। ତ ମୂଲ୍ୟାୟନର ପ୍ରଧାନ ଲକ୍ଷ୍ୟ ହଉଛି ଆପଣଙ୍କର ଶିକ୍ଷାର୍ଥୀର ଶିକ୍ଷଣ ଉପଲବ୍ଧି ଜାଣିବା, ଶିକ୍ଷଣ ଉପଲବ୍ଧି। ଦେନ୍ ଫ୍ରେଣ୍ଡ ଦେଖିବା, ଶିକ୍ଷାର୍ଥୀକୁ ଗୋଟିଏ ଅନୁଚ୍ଛେଦ ପଢିବାକୁ କୁହାଗଲା, ଅନୁଚ୍ଛେଦଟିଏ ପଢିବାକୁ କୁହାଗଲା। ଏଥିରୁ କେଉଁ ଦକ୍ଷତା ଆପଣ ପିଲାର ଜାଣିପାରିବେ? ପଠନ ଦକ୍ଷତା। ଶିକ୍ଷାର୍ଥୀଙ୍କୁ ହସ୍ତାକ୍ଷର ଲେଖିବାକୁ କହିଲେ ତାର କେଉଁ ଦକ୍ଷତା ଜାଣି ହୁଏ? ହସ୍ତାକ୍ଷର ଲେଖିବାକୁ ଆପଣ ଦେଲେ, ଲିଖନ, ଶ୍ରବଣ, ପଠନ, କଥନ। ଆପଣ ମାନଙ୍କୁ ସମସ୍ତଙ୍କୁ ଆସିଯିବ ଲିଖନ। ସାକ୍ଷାତକାର ବେଳେ ପରୀକ୍ଷାର୍ଥୀ ମାନେ ଡରି ଯାଆନ୍ତି, ଏଥିପାଇଁ ଆମେ କିପରି ସତର୍କ ହେବା? କିପରି ସତର୍କ ହେବା? ପିଲାମାନଙ୍କୁ ପଢିବାର ସୁଯୋଗ ଦେବା, ପିଲାମାନଙ୍କୁ ନିୟମିତ ମୌଖିକ ପରୀକ୍ଷା କରାଇବା, ପିଲାମାନଙ୍କୁ ପ୍ରେରଣା ଦେବା, କାହାକୁ ନ ଡରିବା ପାଇଁ ପରାମର୍ଶ ଦେବା। ପିଲାମାନଙ୍କୁ ନିୟମିତ ମୌଖିକ ପରୀକ୍ଷା କଲେ ସେମାନେ ଅଭ୍ୟସ୍ତ ହେଇଯିବେ। ଗୋଟିଏ ପ୍ରଥମ ଶ୍ରେଣୀ ପିଲାର ଭାଷା ପରୀକ୍ଷଣରେ ମୌଖିକ ଉପରେ ଶତକଡା କେତେ ଗୁରୁତ୍ୱ ରୁହେ? ଆପଣଙ୍କର ପ୍ରଥମ ଶ୍ରେଣୀ ପିଲା, ପ୍ରଥମ ଶ୍ରେଣୀରେ ଆପଣଙ୍କର 50% ରୁହେ।
असंपृक्त शब्द को बाछि पृथक कर। यह कि प्रकार प्रश्न आपणकर वर्गीकरण सत्यासत्य उत्तर मनोनयन मेलक वर्गीकरण धन शब्द रु इन प्रत्यय कले धनी सही परी एटी आपण मानकु समस्त को आसी जीवो आपणकर गोटिए दृष्टांत देई देछि गोटिए उदाहरण देई प्रश्न पचारुची जोउटी उदाहरण देई प्रश्न देई थाए किछि न भाबी कि आपण लेखिबे सांगे सांग दृष्टांत मूलक प्रश्न निश्चय ठीक हबो। दुर्बल पिला जते बेले चिन्हट करि दिया गला ताले सेमानक पई कोन करा जीवो प्रतिकार मूलक व्यवस्था करा जीवो जोटा आपणकर निदानात्मक मूल्यांकन रे हुए। अभिभावकଙ୍କ मतामत को आमे कोन बोली कहिबा परिपुष्टि परामर्श प्रतिकार प्रेरणा तो आपणकर परिपुष्टि। वर्ष को मात्र 2टी परीक्षा न करी एकाधिक परीक्षा कले कोन लाभ हुए 2टी परीक्षा न करिकी जदि एकाधिक परीक्षा करा जाउछि ताले कोन हुए ना आपणकर शिक्षार्थी उपरे मानसिक चाप कम रुहे। एकक परीक्षण रु कोन जानिबे शिक्षार्थीर अभिज्ञता शिक्षार्थी निर्दिष्ट एकक शिक्षण दक्षतार वृद्धि सामग्रिक भावरे दक्षतार वृद्धि एकक परीक्षण रु निर्दिष्ट एकक शिक्षण दक्षतार वृद्धि निर्दिष्ट एकक शिक्षण दक्षतार वृद्धि परीक्षण रे मौखिक धारारु शिक्षार्थीर केउ दक्षता सहजरे परीक्षा करी हुए सहजरे परीक्षा करी हुए पठन मौखिक धारा कथा कहला आपण सांगे सांग लिखिबे कथन और श्रवण एटी किछि भी भाबिबेनी। शिक्षार्थी को गोटे गीत बोलिबा को कहले तार केउ दक्षता जानी हुए कथन। तो फ्रेंड्स एठी हमें 60 पाखापाखी एमसीक्यू रो गोटे कंप्लीट मॉक टेस्ट करले जोटा कि ओडिया पेडागोजी रो इवैल्यूएशन उपरे। तो फ्रेंड्स जो मानको को आवश्यक ताले आपण इवैल्यूएशन थ्योरी को देखि पारिबे। जदि आपण मानको वीडियोटी भलो लागि थाए लाइक शेयर कमेंट करबा को आदि भी भूलिबे नाही। चैनल नुआ आथले जदि सब्सक्राइब करूचंती मोर प्रत्येक वीडियो आपण को पाखरे प्रथमे पहुंचबो। आज पई एतिकी टेक केयर।